ଅନିତ୍ୟ ଜୀବନ ବ୍ୟାକୁଳ ହୃଦୟ, ଦୀନନାଥ ରଖ ଦେଇ ପଦାଶ୍ରୟ। ଠାକୁର ଲେଖିଲେ ଅନିତ୍ୟ ଜୀବନ ବ୍ୟାକୁଳ ହୃଦୟ। ଜୀବନ ଯଦି ଅନିତ୍ୟ ଆଉ ବ୍ୟାକୁଳ ହୃଦୟ ଗୋଟିଏ ପାଇଁ ଭଗବାନଙ୍କର ପାଦ ପଦ୍ମରେ, ଗୁରୁଙ୍କ ପାଦ ପଦ୍ମରେ ସମର୍ପିତ, ତେବେ ଭୟ କୋଉଠି ରହିଲା? ତ ଯାହା ତ ତିଆରି ହୁଏ ତାର ନାଶ ପୁଣି ଅଛି। ଏତେ ସୁନ୍ଦର ଶରୀର ତିଆରି ହେଇଛି, ତାକୁ ପୁଣି ମରିବାକୁ ପଡୁଛି। ସୃଷ୍ଟି ବି ତିଆରି ହେଇଛି, ଆବଶ୍ୟକ ସ୍ଥଳେ କିଛି ମଧ୍ୟ ନଷ୍ଟ ହେଇଯାଉଛି। ଆଉ ନଷ୍ଟଶୀଳର ତ ନଷ୍ଟ ହବ। ଏଥିରେ ଜୀବ ବ୍ୟାକୁଳିତ ହେଲେ ବା କରିବ କ'ଣ? କି ସ୍ଥିରରେ ରହିଲେ କରିବ କ'ଣ? ଯଦି ଭଗବାନ ତିଆରି କରିଛନ୍ତି ତାଙ୍କ ଖେଳ ଘର, ଆମେ ସବୁଦିନେ ଠାକୁରଙ୍କ ଭାଷାରେ ପଢୁଛେ, ତୁମ୍ଭ ଖେଳ ଘର ଏ ମାୟା ସଂସାର, ତୁମ୍ଭ ଖେଳ ଘର ନିର୍ମାୟା ଗୋବିନ୍ଦ, କିମ୍ପା ମାୟା କର କହେ ଅଭିରାମ ସତ୍ୟନାରାୟଣ। ତୁମ୍ଭର ପାଦେ ସର୍ବସୁଖ ହେ ପଦ୍ମ ମୁଖ ସତ୍ୟନାରାୟଣ। ମାୟା ସଂସାର କୁହାଯାଇଛି, ପୁଣି ଭଗବାନଙ୍କର ଖେଳ ଘର କୁହାଯାଇଛି। ଆଉ ସେଥିରେ ସିଏ ଭାଙ୍ଗିବେ କି ରଖିବେ ତାଙ୍କ ଇଚ୍ଛା। ଛୋଟିଆ ଛୁଆଟିଏ କିଛି ସମୟ ଧରି ବାଲିରେ ଖେଳି ଖେଳି ବାଲିରେ ଗୋଟିଏ ଘର ତିଆରି କଲା। ଖେଳ ଯେମିତି ସରିଗଲା, ତାକୁ ଗୋଟାଏ ଗୋଇଠା ପକେଇଲା, ଘରଟି ଭାଙ୍ଗିଗଲା, ତାପରେ ଘରକୁ ପଳେଇ ଆସିଲା। ଏଇଭଳିଆ ଭଗବାନ ମଧ୍ୟ ଏଇ ସଂସାର ରୂପକ ଘରକୁ ତିଆରି କରିଛନ୍ତି। ତାଙ୍କର ଯେତିକି ସମୟ ଖେଳିବା କଥା ଖେଳିବେ, ବିରକ୍ତି ଲାଗିଲେ ଭାଙ୍ଗି ଦେଇକି ପୁନର୍ବାର ତାଙ୍କ ନିଜ ସ୍ଥାନକୁ ଚାଲି ଯାଆନ୍ତି। ଏଥିରେ ଜୀବ ଖାଲି ବ୍ୟାକୁଳ ହୁଏ, ଏଟା ଭାଙ୍ଗିଗଲା କ'ଣ କରିବା, ସେଟା ଭାଙ୍ଗିଗଲା କ'ଣ କରିବା। ପ୍ରଭୁଙ୍କର ଇଚ୍ଛା ଭାବନା କରି ସବୁଦିନ ତାଙ୍କରି ସ୍ମରଣ ଚିନ୍ତନ କଲେ ଏ ସୃଷ୍ଟି ଆସିଛି, ଦିନେ ପ୍ରଳୟ ହବ। ହଁ, ପ୍ରଭୁଙ୍କର ଇଚ୍ଛାରେ ଯେତିକି ରଖିବା କଥା ସେ ରଖନ୍ତି, ତାପରେ ସେ ତାଙ୍କର ଇଚ୍ଛାରେ ଯେତିକି ନେବା କଥା ନେବେ। ଜୀବ ଯେହେତୁ ମାୟାର ଆବରଣ ମଧ୍ୟରେ ପ୍ରବେଶ କରିଛି, ତାକୁ ଯେହେତୁ ମିଥ୍ୟାକୁ ଭାଗବତ କହିଲେ ମିଥ୍ୟାକୁ ସତ ପ୍ରାୟ ମଣି ମଜି ଅଛନ୍ତି ଏଥେ ପ୍ରାଣୀ। ଯେମିତି କୁହୁଡ଼ି ଆଉ ଘନ କୁହୁଡ଼ି ହେଇଥିବ, ସେପଟେ ଜିନିଷ ଏପଟକୁ ଦେଖାଯାଉନି। କାହିଁକି ନା ମାୟାର ଆବରଣ। ଏ କୁହୁଡ଼ି, ମାୟା କୁହୁଡ଼ି ଯେତେବେଳେ ପର୍ଯ୍ୟନ୍ତ ଆଖି ଆଗରୁ ଯାଇନି, ସେତେବେଳେ ପର୍ଯ୍ୟନ୍ତ ସବୁ ସତ୍ୟ ଲାଗେ। ଗୁରୁ କୃପା, ସଦ୍ଗୁରୁଙ୍କ ଶୁଭ ଆଶୀର୍ବାଦ ହେଇଗଲେ, ତାଙ୍କର ଶରଣାଗତ ହେଇ ତାଙ୍କ ନାମ ଭଜନ କୀର୍ତ୍ତନ କଲେ, ମନ ପବିତ୍ର ହେଇଗଲେ, ମାୟାର କୁହୁଡ଼ି ଆଗରୁ ହଟିଯାଏ, ବାସ୍ତବିକ ସତ୍ୟତା ଦୃଶ୍ୟମାନ ହୁଏ। ତେଣୁ ସଜ୍ଜନ ଦୁଃଖେ ସୁଖେ ସମକୃତ ଲାଭାଲାଭ ଜୟ, ଯେଉଁ ଭଗବାନଙ୍କ ସୃଷ୍ଟିରେ ସବୁ ଆସିଛି, ତାଙ୍କ ସମୟ ଆସିଲେ ସବୁର କ୍ଷୟ ଘଟେ। ଏ କ୍ଷୟ ପାଇଁ ମନକୁ ଦୁର୍ବଳ ନ କରି ସବୁଦିନେ ଏକ ମନ, ଏକ ପ୍ରାଣ, ଏକ ଜୀବନ ହେଇ ଠାକୁରଙ୍କ ଚରଣ ତଳେ ସମର୍ପଣ କରି ଜୀବନଯାପନ କଲେ, ଆଉ ନାମ ପ୍ରତି ବିଶ୍ୱାସ,
जीव प्रति दया जदि रहिला ए जीवन निश्चित प्रभु पदारविंद प्राप्ति हेब या निसंदेह। कहबार तात्पर्य नूतन वर्षर ए नूतन वर्षरे समस्त ठाकुर मंगल करंतु। 2026 मसीहा आज 1 तारीख 2026 मसीहा पवित्र भली दिन रे श्री ठाकुर समस्त मंगल करंतु। समस्त भगवान का आश्रित तथा सृष्टि जिते कीट ठारू ब्रह्म पर्यंत समस्त भक्त भगवान शरणागति होती से परिवार ठाकुर रक्षा करंतु। कुशल समस्तंकर आमे तांको चरण तले निजक समर्पण करी तांकर शुभकामना करिवा। हे प्रभु भक्तर मंगल हो, भगवान तुमर मध्य मंगल हो। तुम सृष्टि को तुम तैयारी करिछ, तुमर सद इच्छा पूर्ण हो। आम मन रे इस स्वल्प मुंडरे अनेक कामना वासना जड़ित हो रही जोगु आपण वास्तविक माया को जीव जानी पारनी। प्रभु क्षमा करिवे। सकल घटे नारायण बसंती अनादि कारण ये भली भावना आम हृदय थाऊ। एतिकी आपण श्री चरण तले कामना करुछु। जय जगन्नाथ, जय सत्यनारायण स्वामी की जय।